ଅନେକ ଥର ମୁଁ ଶୁଣିଛି କି ତୁମେ ତୁମର ପ୍ରିୟ ଲୋକଙ୍କୁ ଏହା କହୁଥିବାର କି ମୁଁ ତୁମ ପାଇଁ ଏତେ କିଛି କରୁଛି, କିନ୍ତୁ ପ୍ରତିବଦଳରେ ତୁମେ ମୋ ପାଇଁ କ'ଣ କରିଛ? ତେଣୁ ପିଲାମାନେ, ଆଜି ମୁଁ ଗୋଟିଏ କଥା ବୁଝାଇବାକୁ ଚାହେଁ। ତୁମେ ତୁମର ପ୍ରିୟ ଲୋକଙ୍କ ପାଇଁ ଯାହା କିଛି ବି କର, ତୁମେ ଏହାକୁ ପ୍ରେମ ସହକାରେ କରିଥାଅ ନା? ତେବେ କ'ଣ ପ୍ରେମର ସହିତ ଯାହା ବି କରିଥାଅ, ଯଦି ତୁମେ ଏହାର ପ୍ରତିବଦଳରେ କିଛି ପାଇବାକୁ ଇଚ୍ଛା କର, ତେବେ ତ ଏହା ବ୍ୟବସାୟ ହେଲା ନା? କାରଣ ବ୍ୟବସାୟରେ ହିଁ ଜଣେ ବ୍ୟକ୍ତି ପ୍ରତିବଦଳରେ କିଛି ପାଇବାକୁ ଇଚ୍ଛା ରଖିଥାଏ। ତେବେ ପ୍ରେମରେ ବ୍ୟବସାୟ ଭଳି ମନୋଭାବ ରହିବା କ'ଣ ଭଲ କଥା କି? ନୁହେଁ ନା? ତାହେଲେ ଆଜିଠାରୁ ଯଦି ତୁମେ ପ୍ରେମର ସହିତ କାହା ପାଇଁ ବି କିଛି ବି କର, ତେବେ ପ୍ରତିବଦଳରେ କିଛି ବି ପାଇବାକୁ ଆଶା କର ନାହିଁ। ଦେଖିବ ସବୁକିଛି ସ୍ୱୟଂଚାଳିତ ଭାବରେ ତୁମକୁ ମିଳିବ। ମୁଁ କହୁଛି, ମୁଁ ତୁମକୁ ବହୁତ ଭଲ ପାଇବା ଏବଂ ସମ୍ମାନ ଦେବି। ଯଦି ତୁମକୁ ରାଗ ଆସୁଛି କିମ୍ବା କିଛି କଥା ଖରାପ ଲାଗୁଛି, ତେବେ ତୁମର କଥାକୁ ବା ଶବ୍ଦକୁ ସଠିକ୍ ଭାବରେ କୁହ। କାହିଁକି ନା କ୍ରୋଧରେ ଜଣେ ବ୍ୟକ୍ତିଙ୍କ ପାଟିରୁ ଏମିତି ଅନେକ ଶବ୍ଦ ବାହାରିଥାଏ, ଯାହା ଅନ୍ୟମାନଙ୍କୁ ବହୁତ ଯନ୍ତ୍ରଣା ଦେଇଥାଏ। ତେଣୁ ପ୍ରଥମେ ତୁମର ପରିବାର ସଦସ୍ୟଙ୍କୁ ଭଲ ପାଇବା ଏବଂ ସମ୍ମାନ ଦିଅ। ଦେଖିବ ତୁମକୁ ମଧ୍ୟ ବହୁତ ଭଲ ପାଇବା ମିଳିବ। ଖୁସିରେ ରୁହ। ବହୁତ ସାରା ଆଶୀର୍ବାଦ କରୁଛି। ଓମ୍ ସାଇ ରାମ, ଜୟ ସାଇ ରାମ।